ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗର ଅଦ୍ଭୁତ ରହସ୍ୟ କଥା। ରାମେଶ୍ୱରମ ସେହି ପବିତ୍ର ଭୂମି ଯେଉଁଠି ଶ୍ରୀରାମ ସ୍ୱୟଂ ଏକ ଶିବଲିଙ୍ଗ ସ୍ଥାପନା କରିଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ଏଠାରେ ରାମଙ୍କ ଶିବଲିଙ୍ଗ ପୂର୍ବରୁ ହନୁମାନ ଆଣିଥିବା ଶିବଲିଙ୍ଗର ପୂଜା କରିବା ଆବଶ୍ୟକ। ଏହି ଅଦ୍ଭୁତ ପରମ୍ପରା ପଛରେ ଲୁଚିଛି ଏକ ଗଭୀର ଭକ୍ତିମୟ କଥା। କଥାର ଆରମ୍ଭ ଲଙ୍କା ବିଜୟ ପରେ। ଶ୍ରୀରାମ ମାତା ସୀତାଙ୍କ ସହିତ ବିଜୟ ଯାତ୍ରାରେ ଫେରୁଥିଲେ। କିନ୍ତୁ ରାବଣ ଯଦିଓ ଅଧର୍ମୀ ଥିଲେ, ସେ ଏକ ପ୍ରକାଣ୍ଡ ବ୍ରାହ୍ମଣର ପୁତ୍ର ମଧ୍ୟ ଥିଲେ। ତେଣୁ ତାଙ୍କ ବଧ ପରେ ଶ୍ରୀରାମଙ୍କ ଉପରେ ବ୍ରହ୍ମହତ୍ୟା ପାପ ଲାଗିଲା। ଋଷିମୁନିମାନେ ଶ୍ରୀରାମଙ୍କୁ ପରାମର୍ଶ ଦେଲେ, ହେ ରାମ, ଏହି ପାପରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କ ପୂଜା କର। ତେଣୁ ଶ୍ରୀରାମ ସେହି ସମୁଦ୍ର ତଟରେ ରହିବାକୁ ନିଷ୍ପତ୍ତି ନେଲେ, ଯେଉଁଠି କେବେ ସେତୁ ବନ୍ଧା ଯାଇଥିଲା। ସେହି ପବିତ୍ର ସ୍ଥାନଟି ଆଜି ରାମେଶ୍ୱରମ ନାମରେ ପରିଚିତ। ଶ୍ରୀରାମ ତାଙ୍କ ପ୍ରିୟ ଭକ୍ତ ହନୁମାନଙ୍କୁ କହିଲେ, ତୁମେ କୈଳାସ ପର୍ବତକୁ ଯାଇ ଏକ ଦିବ୍ୟ ଶିବଲିଙ୍ଗ ଆଣ। ଆଜ୍ଞା ମିଳିବା ମାତ୍ରେ ହନୁମାନ ବାୟୁ ବେଗରେ କୈଳାସ ଦିଗରେ ଚାଲିଗଲେ। କିନ୍ତୁ କୈଳାସ ଅତ୍ୟନ୍ତ ଦୂର। ହନୁମାନଙ୍କୁ ଫେରିବାରେ ଅଧିକ ସମୟ ଲାଗୁଥିଲା। ଏଠାରେ ଶିବଲିଙ୍ଗ ସ୍ଥାପନାର ଶୁଭ ମୁହୂର୍ତ୍ତ ନିକଟରେ ଆସିଗଲା। ଋଷିମୁନିମାନେ ଚିନ୍ତିତ ହେଲେ। ଠିକ୍ ସେହି ସମୟରେ ମାତା ସୀତା ଦେବୀ ସମୁଦ୍ର ତଟର ପବିତ୍ର ବାଲି ନେଇ ଏକ ଶିବଲିଙ୍ଗ ଗଢ଼ିଲେ। ସମୟର ମର୍ଯ୍ୟାଦା ରକ୍ଷା ପାଇଁ ଶ୍ରୀରାମ ସେହି ବାଲିର ଶିବଲିଙ୍ଗକୁ ବିଧି ବିଧାନରେ ସ୍ଥାପନା କରିଲେ। ରାମଙ୍କ ଦ୍ୱାରା ସ୍ଥାପିତ ହେବାରୁ ଏହାକୁ ରାମଲିଙ୍ଗମ କୁହାଗଲା। କିଛି ସମୟ ପରେ ହନୁମାନ କୈଳାସରୁ ଦିବ୍ୟ ଶିବଲିଙ୍ଗ ନେଇ ଫେରିଲେ। କିନ୍ତୁ ଯେତେବେଳେ ସେ ଦେଖିଲେ ପୂଜା ତ ପୂର୍ବରୁ ସମ୍ପନ୍ନ ହୋଇଯାଇଛି, ସେ ବହୁତ ଦୁଃଖିତ ହେଲେ। ତାଙ୍କୁ ଲାଗିଲା ମୋ ସେବାରେ ବୋଧେ କିଛି ଅଭାବ ରହିଗଲା। ଭକ୍ତଙ୍କ ମନବେଦନା ଦେଖି ଶ୍ରୀରାମ ପ୍ରେମରେ ହନୁମାନଙ୍କୁ ବୁଝାଇଲେ। ତାପରେ ହନୁମାନ ଆଣିଥିବା ଶିବଲିଙ୍ଗକୁ ରାମଲିଙ୍ଗମର ଠିକ୍ ପାଖରେ ସମ୍ମାନ ସହିତ ସ୍ଥାପନା କରାଗଲା। ଏହି ଶିବଲିଙ୍ଗର ନାମ ବିଶ୍ୱଲିଙ୍ଗ। ସବୁଠାରୁ ବଡ଼ ରହସ୍ୟ, ଶ୍ରୀରାମ ଏଥିରେ ମଧ୍ୟ ଅଟକିଲେ ନାହିଁ। ଭକ୍ତିକୁ ସର୍ବୋଚ୍ଚ ସମ୍ମାନ ଦେଇ ସେ ଏକ ନିୟମ କରିଦେଲେ, ରାମେଶ୍ୱରମରେ ଯେ କେହି ଦର୍ଶନ କରିବାକୁ ଆସିବେ, ସେ ପ୍ରଥମେ ହନୁମାନ ଆଣିଥିବା ବିଶ୍ୱଲିଙ୍ଗମର ପୂଜା କରିବେ। ତାପରେ ମାତ୍ର ରାମଲିଙ୍ଗମର ପୂଜା ସମ୍ପନ୍ନ ହେବ। ଏହା ହିଁ ରାମେଶ୍ୱରମର ଜ୍ୟୋତିର୍ଲିଙ୍ଗର ଅମର ରହସ୍ୟ। ଆପଣମାନେ ମୋ ଚ୍ୟାନେଲରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପାଇବେ। ତ ଫଲୋ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରାଧେ ରାଧେ।